ଆମେ ବେଳେ ବେଳେ କହୁଛୁ ଆମ ଭାଗ୍ୟରେ ଯାହା ଥିଲା ସେୟା ହେଲା, କପାଳ ଲିଖନ କିଏ କରିବ ଆନ। ଭାଗ୍ୟର ଦୋଷ ଦେଇକି ଆମେ ବେଳେ ବେଳେ ନିଜ ମନକୁ ଛୋଟ କରିଦଉଛେ। ଯଦି କୌଣସି ଗୋଟେ ସମସ୍ୟା ଆସୁଛି ଆମେ କହୁଛେ ସେଟା ଭାଗ୍ୟରେ ଥିଲା ହେଲା, ଆଉ ତାକୁ ଆଉ କ'ଣ କରାଯିବ। ବାସ୍ତବରେ ମାନେ ଭାଗ୍ୟ ବଡ଼ ନା କର୍ମ ବଡ଼, এই ବିଷୟରେ ଆମେ ଟିକେ ଆଜି ଆଲୋଚନା କରିବା। ଭାଗ୍ୟ ଆଉ କର୍ମ ଇଏ ଉଭୟଙ୍କ ଭିତରେ ଆକ୍ଚୁଆଲି ଗୁରୁତ୍ୱପୂର୍ଣ୍ଣ କେସ୍। ଗୋଟେ ଛୋଟିଆ ଉଦାହରଣ ଦେଲେ ଆପଣମାନେ ସମସ୍ତେ ବୁଝିପାରିବେ। ଜଣେ ଋଷି ଥିଲେ, ତାଙ୍କ ନାଁ ହେଉଛି ମାର୍କଣ୍ଡ ଋଷି। ଶିବଙ୍କର ଆଶୀର୍ବାଦରୁ ବା ଶିବଙ୍କୁ ଆରାଧନା କରି ସେ ଗୋଟେ ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥିଲେ, ତାଙ୍କ ନାଁ ହେଉଛି ମାର୍କଣ୍ଡେୟ। ମାର୍କଣ୍ଡ ଋଷିଙ୍କର ପୁତ୍ର ମାର୍କଣ୍ଡେୟଙ୍କର ଯେତେବେଳେ ଜନ୍ମଜାତକ ଦେଖାଗଲା ପଣ୍ଡିତଙ୍କ ପାଖରେ, ପଣ୍ଡିତ ତାଙ୍କୁ କହିଲେ ଏହାର 12 ବର୍ଷରେ ଗୋଟେ ରିଷ୍ଟ ଅଛି, ଅର୍ଥାତ୍ ଇଏ 12 ବର୍ଷ ଯେତେବେଳେ ପୁରିଯିବ ଇଏ ସଂସାର ଛାଡ଼ିକି ଚାଲିଯିବ। ମାର୍କଣ୍ଡ ଋଷି ଚମକି ପଡ଼ିଲେ, କହିଲେ 12 ବର୍ଷରେ ରିଷ୍ଟ ଅଛି ମାନେ ଏତେ ବଡ଼ ସାଂଘାତିକ କଥା। ଗୋଟେ ମାତ୍ର ପୁଅ, ଯିଏ କେହି ହେଲେ ମାନେ ଅସ୍ତବ୍ୟସ୍ତ ହୋଇପଡ଼ିବ। ମାର୍କଣ୍ଡ ଋଷି ଚିନ୍ତା କଲେ, ମାତ୍ର 12 ବର୍ଷ ବୟସରେ ପୁଅ ମୋର ଛାଡ଼ିକି ମଧ୍ୟ ଚାଲିଯିବ, ନିଶ୍ଚିତ ଭାବରେ ଦୁଃଖଦ ଖବର। କୌଣସି ବାପା ମା ଏ କଥାକୁ ଶୁଣିକି ଧୈର୍ଯ୍ୟ ଧରିବେ ନାହିଁ। ତାଙ୍କ ଅବସ୍ଥା ମଧ୍ୟ ସେୟା ହେଲା। ଯେତେବେଳେ ପୁଅକୁ ବୟସ ଗଡ଼ି ଚାଲିଲା, ତାକୁ ମାର୍କଣ୍ଡ ଋଷି କହିଲେ, ଗଙ୍ଗା କୂଳରେ ଯେଉଁ ସାଧୁସନ୍ଥ ଯେଉଁ ମୁନି ଋଷିମାନେ ଆସୁଛନ୍ତି, ବସୁଛନ୍ତି, ତପସ୍ୟା କରୁଛନ୍ତି, ପ୍ରତ୍ୟେକ ଦିନ ତୁ ଯାଇକି ତାଙ୍କୁ ପ୍ରଣାମ କର। ତାଙ୍କ କଥା ଅନୁସାରେ ମୁନି ଋଷି ସାଧୁସନ୍ଥ ମାନଙ୍କୁ ଯାଇକି ମାର୍କଣ୍ଡେୟ ପ୍ରଣାମ କରିବା ଆରମ୍ଭ କରିଦେଲେ। ଏମିତି ପ୍ରତ୍ୟେକ ଦିନ ତାଙ୍କର କାର୍ଯ୍ୟଶୈଳୀରେ ସିଏ ପରିବର୍ତ୍ତନ କରି ପ୍ରଣାମ କରିବାଟାକୁ ପ୍ରାୟୋରିଟି ଦେଇଦେଲେ। ପ୍ରତ୍ୟେକ ଦିନ ଯିବେ, ସାଧୁସନ୍ଥ ମାନଙ୍କର ପାଦକୁ ଛୁଇଁକିରି ପ୍ରଣାମ କରିବେ ବା ପାଦ ସ୍ପର୍ଶ କରିକି ପ୍ରଣାମ କରିବେ। କିଛି ଦିନ ଗଲା ପରେ ଏ କଥାକୁ ଛୁପିକି ଲକ୍ଷ୍ୟ କରନ୍ତି କିଏ? ସେ ନା ଋଷି ମାର୍କଣ୍ଡ। ଏମିତି ଦିନେ ପ୍ରଣାମ କରୁ କରୁ ସନତ କୁମାରଙ୍କୁ ଯାଇକି ପ୍ରଣାମ କଲେ, ପାଦ ସ୍ପର୍ଶ କରି ପ୍ରଣାମ କରୁଛନ୍ତି। ସନତ କୁମାରଙ୍କର ପାଟିରୁ ବାହାରି ପଡ଼ିଲା, ବତ୍ସ ଚିରଞ୍ଜୀବୀ ଭବ। ଯେତେବେଳେ ବାହାରି ପଡ଼ିଲା ବତ୍ସ ଚିରଞ୍ଜୀବୀ ଭବ, ସେହି ସମୟରେ ମାର୍କଣ୍ଡ ଋଷି ବାହାରି ଆସିଲେ ଏବଂ ସନତ କୁମାରଙ୍କୁ କହିଲେ, ମହାଭାଗ ଆପଣ ଇଏ କି ଆଶୀର୍ବାଦ ଦେଲେ? ମୋ ପୁଅ ତ 12 ବର୍ଷ ବୟସରେ ଏ ସଂସାର ଛାଡ଼ି ଚାଲିଯିବ, ସେଇଟା ହେଉଛି ମୋର ଦୁଃଖ। ଆପଣ ତାକୁ ଆଶୀର୍ବାଦ ସ୍ୱରୂପ ଚିରଞ୍ଜୀବୀ ଭବ କହୁଛନ୍ତି, ଏହା କିପରି ସମ୍ଭବ? ସନତ କୁମାର ବ୍ରହ୍ମାଙ୍କର ପୁତ୍ର, ତେଣୁ ସନତ କୁମାର ଏ କଥା ଶୁଣିଲା ପରେ ଚମକି ପଡ଼ିଲେ। ଆରେ ଯିଏ 12 ବର୍ଷ ପରେ ଚାଲିଯିବ, ସଂସାର ଛାଡ଼ିଦେବ, ତାକୁ ମୁଁ ଚିରଞ୍ଜୀବୀ ଭବ କହିବାଟା ଠିକ୍ ହେଲାନି। ସେଇଠି ସନତ କୁମାର କହିଲେ, ମୁଁ ତାର ଭାଗ୍ୟକୁ ଦେଖି ଆଶୀର୍ବାଦ କରିନି, ମୁଁ ତାର କର୍ମକୁ ଦେଖି ଆଶୀର୍ବାଦ କରିଛି। ଠିକ୍ ଅଛି, ଯେଉଁଦିନ 12 ବର୍ଷ ପୂରିବ ତା ପୂର୍ବରୁ ମୋ ସହିତ ସାକ୍ଷାତ କରିବ। ଋଷି ମାର୍କଣ୍ଡ ଏବଂ ତାଙ୍କ ପୁଅ ମାର୍କଣ୍ଡେୟ ଠିକ୍ 12 ବର୍ଷ ପୂରିବାକୁ ଆଉ ମାତ୍ର କେଇଟା ଦିନ ବାକି ଅଛି। ସେଇ ତିଥି, ସେଇ ନକ୍ଷତ୍ର ଆଉ କେଇ ଦିନ ବାକି ଅଛି। ଯାଇକି ପହଞ୍ଚିଗଲେ ସନତ କୁମାରଙ୍କର ନିର୍ଦ୍ଦେଶରେ ଯାଇକି ଋଷି ମାର୍କଣ୍ଡ ଋଷିଙ୍କ ପୁତ୍ର ମାର୍କଣ୍ଡେୟ ଗୋଟିଏ ଶିବଲିଙ୍ଗ ପାଖରେ ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କରିବାକୁ ଲାଗିଲେ। ସନତ କୁମାର କହିଲେ, ତମେ ଏଇ ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କର। ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କରିବାରେ ଲାଗିଲେ। ସମୟ ପାଖେଇ ଆସୁଛି, ଆଉ ମାତ୍ର କେଇଟା ଦିନ ପରେ 12 ବର୍ଷ ପୁରିଯିବ। ଯେତେ ସମୟ ପାଖେଇ ଆସୁଛି ଏବଂ ସେ ସମୟ ମଧ୍ୟ ଆସିଲା, ସେ ଦିନ ଆସିଲା। ଠିକ୍ ସମୟରେ ଯମରାଜ ଆସି ପହଞ୍ଚିଗଲେ। ଯମରାଜଙ୍କର ବିକଟାଳ ରୂପ ଦେଖି ମାର୍କଣ୍ଡେୟ ସେ ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ଖୁବ୍ ଜୋରରେ ପଢ଼ିବାକୁ ଲାଗିଲେ। ଖୁବ୍ ଜୋରରେ ପଢ଼ୁଛନ୍ତି, ସେପଟେ ଯମରାଜ ଆସିକି ଠିଆ ହେଇଗଲେଣି।
ଯେତେବେଳେ ଯମରାଜ ତାଙ୍କ ପାଖକୁ ପଳେଇ ଆସିଲେ ଇଏ ଖୁବ୍ ଜୋରରେ ପାଟି କରି ଏବଂ ଭୟଭୀତ ହୋଇଯାଇ ଶିବଲିଙ୍ଗକୁ କୁଣ୍ଢେଇ ପକାଇଲେ। ଯେତେବେଳେ ଶିବଲିଙ୍ଗକୁ କୁଣ୍ଢେଇ ପକାଇଲେ ଶିବଙ୍କର ଆବିର୍ଭାବ ହେଲା। ଶିବ ହାତରେ ତ୍ରିଶୂଳ ଡମ୍ବରୁ ଏସବୁ ଧରି ଆବିର୍ଭାବ ହୋଇଗଲେ ଯମରାଜଙ୍କ ଆଗରେ। ଯମରାଜ ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି, ମହାଭାଗ ଆପଣ କ'ଣ ପଳେଇ ଆସିଲେଣି? ମୋତେ ମୋ କାମ କରିବାକୁ ଦିଅନ୍ତୁ। ଆପଣ କାହିଁକି ମୋ କାମରେ ବାଧା ସୃଷ୍ଟି କରୁଛନ୍ତି? ନା ମୁଁ କାହିଁକି ବାଧା ସୃଷ୍ଟି କରିବି? ଗୋଟେ ପିଲାଟି ଆତ୍ମବିକଳରେ ମୋତେ ଡାକୁଛି, ମୁଁ ତା ଦୁଃଖକୁ ସହିପାରିଲିନି, ସେଥିପାଇଁ ଚାଲି ଆସିଲି। ନା ଠିକ୍ ଅଛି, ଆପଣ ଆସିଲେ ଭଲ ହେଲା, ହେଲେ ମୋତେ ମୋ କାମ କରିବାକୁ ଦିଅନ୍ତୁ। ନା କେଉଁଟା ତମ କାମ? ନା ମୋତେ ଆଜି ୟାର କାଳ ପୁରି ଯାଉଛି, ମୋତେ ଆକୁ ଯମପୁରକୁ ଜମାଳୟକୁ ନେବାକୁ ପଡ଼ିବ। ନା କାଳ ପୁରି ଯାଉଛି, କିନ୍ତୁ ଯିଏ ମୋତେ ଆଶ୍ରା କରିଛି, ଯିଏ ମୋର ଆଶ୍ରିତ, ତାକୁ ମୁଁ କେମିତି ସହଜରେ ଛାଡ଼ିଦେବି? ନା ତାହେଲେ ମୁଁ ମୋ କର୍ତ୍ତବ୍ୟ କରିବି କେମିତି? ଯମରାଜ କହୁଛନ୍ତି ମୋ କର୍ତ୍ତବ୍ୟ ମୁଁ କେମିତି କରିବି? ଆପଣ ଯଦି ମୋତେ ବାଧା ସୃଷ୍ଟି କରିବେ, କାରଣ ଏ ସଚରାଚର ଜଗତର ମାଲିକ ତ ହେଉଛନ୍ତି ଆପଣ। ଇଏ ଦାୟିତ୍ୱ ଆପଣ ତ ମୋତେ ଦେଇଛନ୍ତି। ଏ ଦାୟିତ୍ୱକୁ ଯଦି ସୁଚାରୁ ରୂପେ ମୁଁ ତୁଲେଇ ନ ପାରିବି, ତେବେ ଆପଣ ମୋତେ ଦୋଷାରୋପ କରିବେ। ତେଣୁ ମୋତେ ପ୍ରଭୁ ମୋ କର୍ତ୍ତବ୍ୟ ମୋତେ କରିବାକୁ ଦିଅନ୍ତୁ। ଭଗବାନ ଶିବ କହୁଛନ୍ତି ଯିଏ ମୋର ଆଶ୍ରୟ ନେଇଛି ମୁଁ ତାକୁ କେବେ ଛାଡ଼ିପାରିବି ନାହିଁ। ଯମରାଜ କହୁଛନ୍ତି ପ୍ରଭୁ ତାହେଲେ ମୁଁ କ'ଣ ଫେରିଯିବି? ମୁଁ ଫେରିଗଲେ ଆପଣଙ୍କୁ କ'ଣ ନିନ୍ଦା ହେବନି? ଠିକ୍ ଅଛି, ଯଦି ନିନ୍ଦା ହେବ ବୋଲି ଭାବୁଛ, ତେବେ ମୁଁ ମୋ ଆୟୁଷରୁ ଆଉ 12 ବର୍ଷ ତାକୁ ଦେଉଛି, ତାକୁ ତମେ ଏଥର ଛାଡ଼ିକି ଚାଲିଯାଅ। ଦେବଦେବ ମହାଦେବ ଆଉ 12 ବର୍ଷ ତାକୁ ଦେଇଛନ୍ତି, ଯାହା ମର୍ତ୍ତ୍ୟପୁରରେ 12,000 ବର୍ଷ ସହିତ ସମାନ। ତେଣୁ ମାର୍କଣ୍ଡେୟଙ୍କର ଭାଗ୍ୟରେ ଥିଲା 12 ବର୍ଷ। ସେ ପୁଣି ଚିରଞ୍ଜୀବୀ ହେଇଗଲେ। ଯାହା ସନତ କୁମାର କହିଥିଲେ ଯେ ମୁଁ ତାର ଭାଗ୍ୟକୁ ଲକ୍ଷ୍ୟ କରି ବର ପ୍ରଦାନ କରିନି, ମୁଁ ତାର କର୍ମକୁ ଲକ୍ଷ୍ୟ କରି ବର ପ୍ରଦାନ କରିଛି। ଯେଉଁ କର୍ମ ପାଇଁ, ଯେଉଁ ମୁଣ୍ଡିଆ ମରା କର୍ମ ପାଇଁ, ଯେଉଁ ନମସ୍କାର ସେ କରୁଥିଲା, ସେଇ କର୍ମ ପାଇଁ ତାକୁ ଆଜି ଚିରଞ୍ଜୀବୀ ହେବାକୁ ପଡ଼ିଲା। ତେଣୁ ବେଳେବେଳେ ଆମର କର୍ମ, ଆମର ସଚୋଟପଣିଆ, ଆମର ନୀତି, ଆମର ଆଦର୍ଶ ଆମ ଭାଗ୍ୟକୁ ବଦଳେଇ ଦେଇଥାଏ।